ବାହାଘର ବେଳେ ଯାହା ଜିନିଷ ଆଣିଥିଲେ ତାଙ୍କର ସେ ବି ଦେବା ପାଇଁ ବି ରାଜି ଥିଲେ, କିନ୍ତୁ ସେ ଚାହୁଁଥିଲେ ଯେ ରାହୁଲଙ୍କର ଅନ୍ତେ ତାଙ୍କର ଦୋକାନ ଏବଂ ଘର ଦ୍ୱାର ସବୁ ଦାୟିତ୍ୱ ବୋହୂ ବହନ କରନ୍ତୁ ବୋଲି। କିନ୍ତୁ ଧୀରେ ଧୀରେ କ'ଣ ତାଙ୍କ ମନରେ ଆସିଲା, ଯାହାଫଳରେ କି ଆଜି ସମସ୍ତେ ସମସ୍ତଙ୍କ ପରିବାରକୁ ବଦନାମ କରିବା ପାଇଁ ଗୋଟେ ଲୋକ ହସା ଭଳିଆ କଥା ଗୁଡ଼ାକ କଥାଟା ଆଜି ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଯେ ହେଉଛି ଇଏ ଭଲ ସିଏ ଭଲ ନୁହଁ, ଇଏ ଭଲ, ଏଗୁଡ଼ିକ ଆଜ୍ଞା ଠିକ୍ ନାହିଁ। ଆଉ ମୁଁ ସେ ଗୋଟେ ଚ୍ୟାନେଲରେ ଟିକେ ମୁଁ ଅପେକ୍ଷା ଟିକେ କରି ଲାଷ୍ଟକୁ ବହୁତ ଟିକେ ରାଗିକି ଟିକେ ପଦେ କହିଦେଇଥିଲି, ସେଥିପାଇଁ ମୁଁ ନିଜକୁ ଅନୁତପ୍ତ ମନେ କରୁଛି। ଆଉ ସେଥିପାଇଁ ଆପଣମାନଙ୍କୁ ମୋର ନିବେଦନ, ଯେହେତୁ ଆମେ ଗୋଟେ ଲିଗାଲ ଫ୍ରାଟର୍ନିଟିରେ ଅଛୁ, ଆଉ ଆମେ ଆଜ୍ଞା ଆମର ତ ପ୍ରଫେସନରେ ଆମକୁ ଟାଇମ୍ ନଥାଏ। ଆଉ ମୁଁ ଟିକେ ଆଗ୍ରେସିଭଲି ରାଗିକି ଟିକେ ବୋଧେ କହିଦେଇଥିଲି। ଆଉ ସବୁ ଜନସାଧାରଣଙ୍କ ପାଖରେ ମୁଁ ନିଜର ଅନୁତପ୍ତ ପ୍ରକାଶ କରୁଛି। ଆଜ୍ଞା ନମସ୍କାର। ମଝିରେ ଗୋଟେ ଚ୍ୟାନେଲରେ ମୁଁ ଯେହେତୁ ଏଇ ଘଟଣାଟି ଅଲରେଡ଼ି ଘଟି ସାରିଥିଲା 15-20 ଦିନ 17 ଦିନ ତଳୁ, ମୁଁ ସେଗୁଡ଼ିକ ଶୁଣି ମୁଁ ଆମର ରାହୁଲଙ୍କର ଭିଣେଇ ଏବଂ ରାହୁଲଙ୍କର ଭଉଣୀ ଏବଂ ବାପା ମାଆଙ୍କ ସାଥିରେ ବି କଥା ହେଇଥିଲି। ତାଙ୍କୁ ମୁଁ କହିଥିଲି ଯେ ହେଉଛି ଆମେ ସଂସ୍କାର ପ୍ରଥା ଅନୁସାରେ ସହିଲେ ରହିବା, ନ ସହିଲେ କଥା ପଦାକୁ ଯିବ, ତେଣୁ ଟିକେ ସହିଯିବା। ତାଙ୍କର ତ ମଉସା ଯିଏ ଆମର ଓକିଲ ଭାଇ, ସେ ଆମର କଣ୍ଟାକ୍ଟରେ ଅଛନ୍ତି। ଆଉ ସେ ଯଦି ବି ଆସିବାର ଥିଲା ଆପଣଙ୍କ ଘରକୁ ଟିକେ ମୋତେ ବି ଜଣାଇ ପାରିଥାନ୍ତେ। ଆଉ ସେ ବି ମୋତେ କିଛି କହିନାହାନ୍ତି। ଟିକେ ୱେଟ୍ କରିଯିବା, ଗୋଟେ ସମାଧାନ ଆଡ଼କୁ କଥାଟା ନେବା, ଆଉ ସମାଧାନ ଆଡ଼କୁ ନେଇକରି ଯେଉଁଟା ଭଲ ହେବ ସେଇଟା କରିବା। କିନ୍ତୁ ପର ମୁହୂର୍ତ୍ତରେ ଯେଉଁ ତାଙ୍କ ଘର ଭିତରେ ଯେଉଁ ଘଟଣାଟି, ରାହୁଲଙ୍କ ଘର ଭିତରେ ଯେଉଁ ରାହୁଲଙ୍କର ୱାଇଫ୍ ଏବଂ ମଦର ଏବଂ ତାଙ୍କର ମାଉସୀ ବୋଧହୁଏ ଆସିଥିଲେ, ଏବଂ ଯେଉଁଟାକି ଘର ଭିତରେ ଆସିକରି ଯେଉଁ କଥା ହେଲା ସବୁ ଆପଣମାନେ ତ ସେଇଟା ଜାଣିଛନ୍ତି। ତେଣୁ ମୁଁ ଏଇଟା ଯେହେତୁ ମ୍ୟାଟ୍ରିମୋନିଆଲ ଡିସ୍ପ୍ୟୁଟ୍ସ, ଆଉ ତାଙ୍କ ଭିତରେ ରାହୁଲ ଯିବା ପରେ ତାଙ୍କ ଭିତରେ କମ୍ପାଟିବିଲିଟିଟା ପ୍ରୋବ୍ଲେମ୍ ହେଇଛି। ଆଉ ଯାହାଫଳରେ କି ଆଉ ଆଜିକା ଷ୍ଟେଜରେ ବା ଆଜିକା ଦୁନିଆରେ ସମସ୍ତେ ଆମେ ସୋସିଆଲ ମିଡ଼ିଆର କଥାକୁ ବହୁତ ଗୁରୁତ୍ୱ ଦେଉଛେ। ଏବଂ ସତ କଥାଟା ମୁଁ ଚାହୁଁଥିଲି ଘର କଥା ପଦାକୁ ନ ଯାଉ, ଘରର ଗୁମର କଥା ଘର ଭିତରେ ରହୁ, କେହି କୌଣସି ପରିବାର ବଦନାମ ନ ହୁଅନ୍ତୁ। ଚାହିଁଥିଲେ ବି ସବୁ କଥା ସମାଧାନ ଆଡ଼କୁ ଯାଇପାରିଥାନ୍ତା, କିନ୍ତୁ ସମାଧାନର ପନ୍ଥା ନ ଖୋଜି ଆଉ ତାଙ୍କର ମୁରବୀମାନେ ଯେଉଁମାନେ ଅଛନ୍ତି, ଉଭୟଙ୍କର ମୁରବୀ ସେ ଯଦି ଆସିଥାନ୍ତେ, ଆମ ପଟୁ ବି ଆମେ ରାହୁଲଙ୍କ ଘର ପରିବାର ତରଫରୁ, ମୁଁ ଯେହେତୁ କେସ୍ଟି ଫାଇଲ୍ କରିଛି ରାହୁଲଙ୍କ ପାଇଁ, ଆଉ ସ୍ପେଶାଲ ପାୱାର ବି ଫାଇଲ୍ କରିଛି। ଯଦି ବା ମୁଁ ଇନଫର୍ମାଣ୍ଟ ତରଫରୁ ଅଛି, ମୋର ପାୱାର ହେଉଛି ଲିମିଟେଡ଼। ସେ ଲିମିଟେଡ଼ ପାୱାର ଭିତରେ ମୁଁ ଆଉ ରାହୁଲକୁ ଯେପରି ମୋର ଯେଉଁ ମର୍ମାନ୍ତକ ଭାବରେ ଏବଂ ଯେଉଁ ମର୍ଡ଼ର ହେଇଛି, ସେଇ ଅନୁସାରେ ଦୋଷୀମାନେ ତ ସବୁ ଧରା ହେଇସାରିଛନ୍ତି। ଆଉ ତାପରେ ତ ବହୁତ କଥା ଆସିଲା ପଦାକୁ, ଏବଂ ପର ମୁହୂର୍ତ୍ତରେ ଏ ଯେଉଁଟା କଥାଟା ଆଜି ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି
ଯେ ହେଉଛି ଇଏ ଭଲ ନୁହଁ ଇଏ ଭଲ, ଏଗୁଡ଼ିକ ଆଜ୍ଞା ଠିକ୍ ନାହିଁ। ଆଉ ମୁଁ ସେ ଗୋଟେ ଚ୍ୟାନେଲରେ ଟିକେ ମୁଁ ଅପେକ୍ଷା ଟିକେ କରି ଲାଷ୍ଟକୁ ବହୁତ ଟିକେ ରାଗିକି ଟିକେ ପଦେ କହିଦେଇଥିଲି। ସେଥିପାଇଁ ମୁଁ ନିଜକୁ ଅନୁତପ୍ତ ମନେ କରୁଛି। ଆଉ ସେଥିପାଇଁ ଆପଣମାନଙ୍କୁ ମୋର ନିବେଦନ, ଯେହେତୁ ଆମେ ଗୋଟେ ଲିଗାଲ ଫ୍ରାଟର୍ନିଟିରେ ଅଛୁ, ଆଉ ଆମେ ଆଜ୍ଞା ଆମର ତ ପ୍ରଫେସନରେ ଆମକୁ ଟାଇମ୍ ନଥାଏ। ଆଉ ମୁଁ ଟିକେ ଆଗ୍ରେସିଭଲି ରାଗିକି ଟିକେ ବୋଧେ କହିଦେଇଥିଲି। ଆଉ ସବୁ ଜନସାଧାରଣଙ୍କ ପାଖରେ ମୁଁ ନିଜର ଅନୁତପ୍ତ ପ୍ରକାଶ କରୁଛି। ଏବଂ ଆମେ ବି ମୁଁ ମଝିରେ ବି 2-3ଟି ବାଇଟ୍ରେ ବି କହିଥିଲି, ତାଙ୍କର ଘରୁ ରିକଭରି ସିଜର ହେବା ପୂର୍ବରୁ ମୁଁ ବି କହିଥିଲି ଏବେ ବି ସେ ଚାହୁଁଛନ୍ତି ତାଙ୍କ ବୋହୂକୁ ଆପଣେଇବା ପାଇଁ। ଆଉ କିନ୍ତୁ ପର ମୁହୂର୍ତ୍ତରେ ସେ ଆସିକରି ଏତେଲା କ'ଣ ଦେଇଛନ୍ତି କି କ'ଣ କରିଛନ୍ତି ଥାନାରେ, ଯାହାପରେ ତାଙ୍କର ତ ବାହାଘର ବେଳେ ଯାହା ଜିନିଷ ଆଣିଥିଲେ ତାଙ୍କର ସେ ବି ଦେବା ପାଇଁ ବି ରାଜି ଥିଲେ। କିନ୍ତୁ ସେ ଚାହୁଁଥିଲେ ଯେ ରାହୁଲଙ୍କର ଅନ୍ତେ ତାଙ୍କର ଦୋକାନ ଏବଂ ଘର ଦ୍ୱାର ସବୁ ଦାୟିତ୍ୱ ବୋହୂ ବହନ କରନ୍ତୁ ବୋଲି। କିନ୍ତୁ ଧୀରେ ଧୀରେ କ'ଣ ତାଙ୍କ ମନରେ ଆସିଲା, ଯାହାଫଳରେ କି ଆଜି ସମସ୍ତେ ସମସ୍ତଙ୍କ ପରିବାରକୁ ବଦନାମ କରିବା ପାଇଁ ଗୋଟେ ଲୋକ ହସା ଭଳିଆ କଥା ଏଗୁଡ଼ାକ। ଆଉ ଯେହେତୁ ଆମେ ଗୋଟେ ହିନ୍ଦୁ ସଂସ୍କାର ଭିତରେ ଆମେ ଚଳନୀର ପ୍ରଥା ଅନୁସାରେ ଚଳି ଆସିଛେ, ଏଗୁଡ଼ିକ ସୋସିଆଲ ମିଡ଼ିଆରେ ପଦେ ପଦେ କଥାରେ ଯଦି ଆମେ ସୋସିଆଲ ମିଡ଼ିଆରେ ଆଲୋଚନା କରିବା, ଏଇଟା ଗୋଟେ ମାନେ ନାସ୍ତିବାଚକ କଥା। କିନ୍ତୁ ଆମେ ତ ଫରେନର ନୁହେଁ ନା, ଆମେ ଗୋଟେ ଏଇଟା ଜଗନ୍ନାଥଙ୍କର ମହାପ୍ରଭୁଙ୍କର ଧାମ। ଆଉ ମହାପ୍ରଭୁଙ୍କର ଧାମରେ ତ ଆଜିକାଲି ତ କେତେ କାଣ୍ଡ ହେଇଯାଉଛି। ଏଇଟା ବହୁତ ଲଜ୍ଜାଦାୟକ କଥା ବି। କିନ୍ତୁ ଯେଉଁ 3 ମାସ ବାହାଘର ଭିତରେ ଯେଉଁ ଘଟଣାଟି ଘଟିଗଲା, ସେଇଟା ତ ଗୋଟେ ମର୍ଡ଼ର କେସ୍କୁ ଟର୍ନ ହେଇଛି। ଆଉ ମର୍ଡ଼ର କେସ୍ ବି ଭିତରେ ବି ଆପଣଙ୍କୁ ଜଣେଇ ଦେବା ପାଇଁ ଚାହୁଁଛି, ଚାର୍ଜସିଟ୍ ବି ଦାଖଲ ବି ହେଇସାରିଲାଣି। ଆଉ ପ୍ରାଇମା ଫାସି କେସ୍ ଅଲରେଡ଼ି ବିନ୍ ମେଡ୍ ଆଉଟ୍। ଆଉ ତା ଉପରେ ଆମର ଫୋକସ୍ ଅଛି। କିନ୍ତୁ ଆମେ କ'ଣ କି ଯେହେତୁ କ୍ରିମିନାଲ ଲାଇନରେ ଆଉ ସିଭିଲ ଲାଇନରେ ବା ପ୍ରାକ୍ଟିସ୍ କରୁଛୁ, ଯେହେତୁ 20 ଦିନ ତଳୁ ଏ ଘଟଣାଟି ଘଟି ସାରିଛି ଏବଂ ରାହୁଲଙ୍କର ୱାଇଫ୍ ମୋତେ ଥରେ ଫୋନ୍ କରିଥିଲେ, କହିଲେ ଯେ ଟିକେ ଯିବି ଆପଣଙ୍କ ପାଖକୁ ଟିକେ ଚାମ୍ବରରେ କଥା ହେବା ପାଇଁ। ମୁଁ କହିଲି ଆସନ୍ତୁ, କିଛି ଅସୁବିଧା ନାହିଁ, ଆସିବେ, ଆପଣଙ୍କର ଯାହା କଥା ଅଛି ସେଇ ଅନୁସାରେ ମୁଁ ଶୁଣିବି। ଆଉ ସେଇ ଅନୁସାରେ ଆମେ ଆଲୋଚନା କରିକିରି କ'ଣ କେମିତି କଲେ ଭଲ ହେବ ସେଇଟା ଦେଖିବା। ଆଉ ତାପରେ ଆଉ ଆସିନାହାନ୍ତି ରାହୁଲଙ୍କର ୱାଇଫ୍ ମୋ ପାଖକୁ। ତାଙ୍କ ମଉସା ମୋତେ ଥରେ 2 ଥର ଫୋନ୍ କରିଛନ୍ତି। ଆଉ ତା ମଉସା ବି ବହୁତ ଭଲ ଏବଂ ମୁଁ କାହା ବିପକ୍ଷରେ କହିବା ପାଇଁ ଚାହୁଁନାହିଁ। କିନ୍ତୁ ମୋର ସେ ଯେଉଁ ଭାଇଟି ଟିକେ କହୁ ପଦେ ଟିକେ ଜୋରରେ କହିଦେଇଥିଲି। ଆପଣ ଯୋଉ ବାଇଟ୍ଟି କହିଥିଲେ ଏଟା କ'ଣ ପାଇଁ କହିଥିଲେ? ତାଙ୍କ ମାଙ୍କ କଷ୍ଟ ଦେଖିକି କହିଥିଲେ ନା କ'ଣ? ଆଜ୍ଞା ତାଙ୍କ ମା ଏଠି ଯେଉଁ ମୋ ପାଖରେ ବସିଥିଲେ, ଏ ଯେଉଁ ସେଲ୍ଫି ଷ୍ଟିକ୍ ନା କ'ଣ ଯେଉଁଟାରେ ତାଙ୍କର ବ୍ଲଗ୍ କରନ୍ତି, ରେକର୍ଡ଼ିଂ କରନ୍ତି, ଯେଉଁ ସେ କହିଲେ ଯେ ଏମିତି 2ଟା ଗାର କଳା ଦାଗ, ପୁରା ମାଡ଼ ଦାଗଟା ଦେଖିକିରି ଆପଣ ବି ମୋ ଜାଗାରେ ବି ହେଲେ ବି, ଆମେ ବି ଆଡ଼ଭୋକେଟ୍ ହେଲେ ବି ବା ଡକ୍ଟର ବି ହେଲେ ବି ଆମର ବି ଭିତରେ ଗୋଟେ ମାନବିକତା ଲୁଚିର ଅଛି ଏବଂ ଆମର ବି ଗୋଟେ ହୃଦୟ ବି ଅଛି। ଗୋଟେ ମାଆଟେ, ଆଉ ଏ ଯେଉଁ ବୟସରେ ସେମାନେ ଗତି କରୁଛନ୍ତି ଆଜିକାଲିକା ଦୁନିଆରେ,
ନିଶ୍ୱାସକୁ ବିଶ୍ୱାସ ନାହିଁ ଆଜ୍ଞା। ସକାଳୁ ଉଠିଲା ପରେ ଯଦି ନାକରୁ ନିଶ୍ୱାସ ଯାଉନଥିବ ସେଇଦିନ ଆଜ୍ଞା ଆମେ ରାମ ନାମ ସତ୍ୟ ହେ, ମୁଁ ହୁଏ ନା କାହିଁକି ସମସ୍ତେ ହୁଅନ୍ତୁ ନା କାହିଁକି। ତେଣୁ ମୁଁ ଚାହୁଁନି ଏ ବିଷୟ ବେଶୀ ପଦାକୁ ଯାଉ ଏବଂ କିପରି ଭାବରେ ଯେଉଁମାନେ ଦୋଷୀ ଅଛନ୍ତି କିପରି ଭାବରେ ଦଣ୍ଡ ପାଇବେ ତା ଉପରେ ଆମେ ସମସ୍ତେ ଫୋକସ୍ରେ ଅଛୁ ଏବଂ ଆମେ ଚାହୁଁନୁ। ଏବେ ବି ରାହୁଲଙ୍କର ପରିବାର ବି ଭାଙ୍ଗି ପଡ଼ିଥିଲେ ବି ଏ ଯେଉଁ ସୋସିଆଲ ମିଡ଼ିଆର ଯେଉଁ ଆଲୋଚନା ପର୍ଯ୍ୟାଲୋଚନା ଏଟା ଟିକେ ସମସ୍ତଙ୍କୁ ବ୍ୟଥିତ କରିଛି। ଆଉ ଆମେ ଯାହା ଉପରେ ବେଶୀ ବିଶ୍ୱାସ ଗୋଟେ ଆସିଯାଇଥାଏ, ଯେତେବେଳେ ବିଶ୍ୱାସର ଅବିଶ୍ୱାସ ଭିତରୁ କଥା ଆସେ ସେତେବେଳେ ବହୁତ କଥା ପଦାକୁ ଆଉ ଗୋଟେ କଥା ଆଜ୍ଞା, ଯେଉଁଟା ସତ ସତ, ଯେଉଁଟା ମିଛ ମିଛ। ମିଛ କେବେ ସତ ହବନି କି ସତ କେବେ ମିଛ ହବନି। ଯେଉଁଟା ଠିକ୍ ଠିକ୍ ସେଟା ଆସିବ ପଦାକୁ ଦିନେ। ତେଣୁ ଆମେ ଚାହୁଁନଥିଲୁ ପଦାକୁ ଆସୁ ବୋଲି କଥା, କିନ୍ତୁ ପର ମୁହୂର୍ତ୍ତରେ ଏଇସବୁ ଯେଉଁ ଘଟଣା ଗୁଡ଼ିକ ଘଟିଲା ଏବଂ ସେ ଯେଉଁ ପାରିବାରିକ ସମସ୍ୟାର କଥା ସେଟା ଚାହିଁଥିଲେ, ଯେହେତୁ ଗୋଟେ ତ ସ୍ୱାମୀ ନାହିଁ ନା, ସ୍ୱାମୀ ଚାଲିଯାଇଛି, ତେଣୁ ଏଇଟା ଆପୋଷ ସମାଧାନ ଭିତରେ ଚାହିଁଥିଲେ ସବୁକିଛି ସମ୍ଭବ ହେଇପାରିଥାନ୍ତା। ଏଇଟା ଏମାନେ ବି ରାହୁଲଙ୍କର ବାପାଙ୍କୁ ବି 2 ଥର ବ୍ରେନ୍ ଷ୍ଟ୍ରୋକ୍ ବି ହେଇସାରିଛି, ସେ ମେଡ଼ିକାଲ ଅବଜରଭେସନରେ ଅଛନ୍ତି। ତାଙ୍କ ମାଆଙ୍କର ବି ବାପା ଏବେ ଯେଉଁ ରାହୁଲ ଗଲା ପରଠୁ ପୁଅକୁ ମୋ ବାପା କୁଆଡ଼େ ଗଲୁ ବୋଲି କହି ସେ ଫଟୋ ପାଖରେ ତକିଆ ପକେଇକି ଶୋଉଛନ୍ତି। ଆପଣମାନଙ୍କୁ ବି ମୋର ବି ନିବେଦନ, ଯେଉଁ ଭାଇମାନେ ମାଆମାନେ ଅଛନ୍ତି କହୁଛନ୍ତି ପଦେ ଅଧେ, ଆଉ ସମସ୍ତଙ୍କୁ ବି ମୁଁ ନିବେଦନ କରୁଛି। ମୁଁ ଆପଣଙ୍କୁ ନିବେଦନ କରିବାର କାରଣ ହେଲା ଆପଣ ଚାହିଁଲେ ବି ରାହୁଲଙ୍କ ଘରକୁ ବି ଯାଇପାରିବେ। ରାହୁଲଙ୍କ ମା ରାହୁଲଙ୍କ ଫଟୋ ପାଖରେ କେମିତି ମୁଣ୍ଡରେ ତକିଆ ପକେଇକିରି ଆଖିକି ସେ ଫଟୋକୁ ଅନେଇକିରି ଯେଉଁ ଶୋଉଛନ୍ତି, ଆପଣ ଦେଖିଲେ ଆପଣ ହୃଦୟ ବି କାନ୍ଦି ଉଠିବ। ଆଉ ତେଣୁ ମୁଁ ସେଗୁଡ଼ିକ ସବୁ ଅନୁଭବ କରିଥିଲି। ଆଉ ଆମେ ଓକିଲମାନେ କାହା ଘରକୁ ଯାଉନା, ଆମର ପ୍ରଫେସନ୍ର ବାହାରେ, ସେଟା ଆମ ଏଥିକ୍ସର ବାହାରେ। ଯାହା ବି ଆମେ କରିବୁ ଚାମ୍ବରରେ ଡିସ୍କସନ୍ କରିବୁ, କୋର୍ଟରେ ଫାଇଲ୍ କରିବୁ, କୋର୍ଟରେ ସବମିଟ୍ କରିବୁ। ତା ଛଡ଼ା ଆମେ ବାହାରକୁ କାହା ଘରକୁ ଯିବାର ଅନୁମତି ଆମକୁ ନାହିଁ। କିନ୍ତୁ ତାଙ୍କର ପରିବାରଙ୍କର ତାଙ୍କ ଜ୍ୱାଇଁଟି ଯେଉଁ ବିକାଶ ବହୁତ ଭଲ ଏବଂ ତାଙ୍କର ବ୍ୟବହାର ବି ମୋତେ ବହୁତ ଭଲ ଲାଗିଥିଲା। ଆଜି ପର୍ଯ୍ୟନ୍ତ ବି ଏଇ ଚାମ୍ବରରେ ଶିବା, ବବଲୁ, ସଚିନ ଏଥିରେ ଏଥିଲା ନିଜେ ଇନଫର୍ମାଣ୍ଟ, ଆଉ ତାଙ୍କର ଭିଣେଇ ବିକାଶ, ଆମେ ଏଇଠି ଏ ଚାମ୍ବରରେ 6 ଥର 6ରୁ 7 ଥର 8 ଥର ପାଖାପାଖି ହେବ ଦିନ 3ଟାରୁ ସନ୍ଧ୍ୟା 8ଟା ଯାକେ ମୁଁ ଟାଇମ୍ ଦେଇଛି ମୋର ଫ୍ରି ଟାଇମ୍ ବାହାର କରିକି। ତାପରେ ଶନିବାର ଦିନ ଆମ ଚାମ୍ବର ଛୁଟି ଥାଏ। ଶନିବାର ଦିନ ଇଭିନ୍ 5ଟାରୁ ତାଙ୍କର ବି ସବୁ କାମ ଦାମ ଛାଡ଼ିକି ଆସି ସେମାନେ ବି ଏଠି ଆସି ଯୋଗଦାନ କରିଛନ୍ତି। ଚାମ୍ବରରେ ବସି ପୁଙ୍ଖାନୁପୁଙ୍ଖ ଭାବରେ ମାନେ ପୁରା FIR 161 ଆଉ ଯେଉଁ ରିକଭରି ହେଇଛି ଛୁରୀ ଫୁଲକୁଣ୍ଡ ତଳୁ, ତାର ସବୁ ଯାକର ସାର୍ଟିଫାଇଡ଼୍ କପି ମୁଁ ବାହାର କରିଦେଇଛି। ଆଉ ସେ ସାର୍ଟିଫାଇଡ଼୍ କପି ପୁରା ଯେମିତି ପିଲାଙ୍କୁ ଅ ଆକାରରେ ଗାର ଦେଲେ ଆ, ମୁଁ ତାଙ୍କୁ ସମସ୍ତଙ୍କୁ କାଗଜ ଖଣ୍ଡେ ଏଇଠୁ ଜେରକ୍ସ କରି ସମସ୍ତଙ୍କୁ ଦେଇଛି, ତାଙ୍କୁ ପଢ଼େଇଛି, ତାଙ୍କୁ କିପରି ଭାବରେ କୋର୍ଟରେ ଯେଉଁ ଭିତର କଥାଟା କିପରି ଅପୋଜିଟ୍ରେ କେମିତି ଆସିବ କୋଶ୍ଚିନ୍,
ସେ ପାର୍ଟ ଉପରେ ବି ସବୁ ମାନେ ଥରେ ନୁହଁ ଦୁଇଥର ଏମିତି 7ରୁ 8 ଥର ଆମେ ସମସ୍ତଙ୍କୁ ଖଣ୍ଡେ ଖଣ୍ଡେ ଜେରକ୍ସ ଦେଇଛି। ଆଉ ସେମାନେ ମୁଁ ବୁଝେଇ ଦିଏ, ତାପରେ ଆଉ ଗୋଟେ ଡେଟ୍ ରଖାଯାଏ କ'ଣ କ'ଣ ହେଇଥିଲା ଘଟଣା, ସେଇ କାଗଜ ତାଙ୍କ ପାଖରେ ବି ସେଇ କାଗଜ ଥିବ, ମୋ ପାଖରେ ବି ଯେଉଁ କାଗଜ ଅଛି। ତେଣୁ ମୁଁ ଯାହା ପଚାରେ ସେ ସେଇ ଅନୁସାରେ ତାଙ୍କର ସମସ୍ତେ ପୁଙ୍ଖାନୁପୁଙ୍ଖ ଭାବରେ ଅତି ବିନମ୍ର ସହକାରେ ସମସ୍ତେ ଆଲୋଚନାରେ ଆମେ ଭାଗ ନେଇଛୁ। ଆଉ ମୁଁ ଟଙ୍କାଟିଏ ବି ମାଗିନି, ପଚାରିବି ବୁଝିପାରିବେ। କ'ଣ ଏମିତି ଏ ଓକିଲ ଅଛି ପଇସା ନ ନେଇ କାମ କରୁଛି? ଆଜ୍ଞା, ଗୋଟେ ଗୋଟେ ହ୍ୟୁମାନିଟି ଥାଏ ଆଜ୍ଞା। ହ୍ୟୁମାନିଟି କ'ଣ ଦୂରେଇ ଯାଇନି ଏ ଦୁନିଆରୁ କେବେ ବି। ମୁଁ ଆଦିତ୍ୟ କେସ୍ ସିନା ଫାଇନାଲ୍ ରିପୋର୍ଟ ହେଇଗଲା, ପୋଲିସ ତାକୁ ସପ୍ରେସ୍ କରିଦେଲା କେସ୍ଟାକୁ। ଆଦିତ୍ୟର ବାପା ମାଆଙ୍କୁ ବି ଆମେ ବି ବହୁତ ବୁଝେଇଛୁ, ମୁଁ ବି ନିଜେ ଯାଇଛି ଆଶ୍ରମକୁ ବହୁତ ବୁଝେଇଛି, କିନ୍ତୁ ସେତେବେଳେ ସେମାନେ କୋଅପରେଟ୍ କଲେ ନାହିଁ। କିନ୍ତୁ କୋଅପରେଟ୍ କରିଥିଲେ ଆମେ ବୋଧହୁଏ ମାନବପ୍ରେମୀ ଆଦିତ୍ୟ ଦାସଟି ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇସାରିଥାନ୍ତା। ଏବଂ ସେଇ କଥା ଆଡ଼କୁ ମୁଁ ଆଉ ବେଶୀ ଯାଉନି। ଆଉ ଯେଉଁଠି ଲୋକ ପାଇଲଟ ମନା କରୁଛନ୍ତି ଡେଡ୍ ବଡି ନାହିଁ, ଦେଖିନାହାନ୍ତି, ଟ୍ରେନ୍ର ସଭା ପଛରେ ଜଣେ ଫ୍ଲାଗ୍ ଧରିଥାଏ, ସିଏ ବି ଦେଖିନି ଡେଡ୍ ବଡି। ଆଉ ଯେଉଁଠି ଏଭିଡେନ୍ସ ଅଛି, ଏଭିଡେନ୍ସଟାକୁ ପୋଲିସ ସପ୍ରେସ୍ କରେଇଲା। ଏବଂ ସାନ ଭାଇ ବଡ଼ ଭାଇ, ମୁଁ କହିଥିଲି ଆଗରୁ ଆପଣମାନଙ୍କୁ, ଜିଆର୍ପି ଥିଲା ସାନ ଭାଇ, ତାପରେ କ୍ରାଇମବ୍ରାଞ୍ଚକୁ ଗଲା। କ୍ରାଇମବ୍ରାଞ୍ଚକୁ ସେଇ ସାନ ଭାଇ ଯାହା କରିଥିଲା ବଡ଼ ଭାଇ ସେୟାକୁ କରିକି କେସ୍ଟାକୁ ଚାପିଦେଲେ। ଦେଖନ୍ତୁ ଆଜ୍ଞା, ମୁଁ ଜନସାଧାରଣଙ୍କ ତରଫରୁ ବି ମୋର ମାନେ ଅନୁରୋଧ ବି ରହିବ, ଯେଉଁଠି ଗୋଟେ ପିଲାର ଜୀବନ ଯାଉଛି ତାକୁ ପୁଙ୍ଖାନୁପୁଙ୍ଖ ଭାବରେ ସର୍କମଷ୍ଟାନ୍ସିଆଲ ଏଭିଡେନ୍ସ ଏବଂ SFSL ଏଭିଡେନ୍ସ ଏବଂ ବା ଫୋରେନ୍ସିକ୍ର ଲ୍ୟାବ୍ର ଇନଭେଷ୍ଟିଗେସନ୍ ଇନକ୍ୱାରି, ଯାହା ବ୍ଲଡ଼ ଷ୍ଟେନ୍ର ଯାହା ଆସେ ସେ ଅନୁସାରେ ଫୋରେନ୍ସିକ୍ର ଇଏର, ଏବଂ ତା ଛଡ଼ା ୱିପନ୍ର ସେ ବେଶୀ ଭିତର କଥା ଆଡ଼କୁ ମୁଁ ଯାଉନି। ତେଣୁ ସବୁ ଆ ଭିତରେ ବି ସବୁ ଡକୁମେଣ୍ଟ ବି ରାହୁଲର କେସ୍ରେ ସବୁ ଏକ୍ଜିବିଟ୍ ହେଇସାରିଛି, ଚାର୍ଜସିଟ୍ ବି ଆସିସାରିଛି। ମୁଁ ବି ସମସ୍ତଙ୍କୁ ଆହ୍ୱାନ କରୁଛି, କେହି କାହାକୁ ଏଠି ଆକ୍ଷେପ କରନ୍ତୁ ନାହିଁ। ଗୋଟେ ପିଲାଟିର ଯେହେତୁ ଜୀବନ ଯାଇଛି, ଗୋଟିଏ ବୋଲି ମାଆର ପୁଅ, ବାପାର ବି ଗୋଟିଏ ବୋଲି ପୁଅ, କୋଳ ଶୂନ୍ୟ ହେଇଯାଇଛି। ଘରୁ ଯେତେବେଳେ କେହି ମୁରବୀ ନାହାନ୍ତି, ମୁରବୀ ମାନେ କ'ଣ ଅଛନ୍ତି, ବାପା ମା ଅଛନ୍ତି ମୁରବୀ, କିନ୍ତୁ ଆସ୍ତେ ଆସ୍ତେ ତାଙ୍କର ବୟସାଧିକ ହେଲାଣି। ସେମାନେ ଚାହୁଁଥିଲେ ଯେ ନିଜର ଦାୟିତ୍ୱଟାକୁ ପୁଅ ତ ଚାଲିଗଲା, ବୋହୂ ବହନ କରନ୍ତୁ, ସେ ଚାହୁଁଥିଲେ ସେଟା। କିନ୍ତୁ ଆମକୁ ଧୈର୍ଯ୍ୟ ଧରିବାକୁ ପଡ଼ିବ, ଧୈର୍ଯ୍ୟର ସହିତ ମୁକାବିଲା କରିବାକୁ ପଡ଼ିବ। ସେବା ଆଜିକା ଡେଟ୍ରେ ସେବା କାହାକୁ କୁହାଯାଏ? ବାପା ମାଆଙ୍କର ସେବା ଆଉ ନିଜ ଶାଶୁ ଶ୍ୱଶୁରଙ୍କର ସେବା ବି, ସେଇଟା ବି ବହୁତ ବଡ଼ ସେବା। ବାପା ମା ଏଡ଼େଠୁ ଏଡ଼େ କରି ଛାଡ଼ିଲେ ବି ଯେତେବେଳେ ଝିଅଟି ବାହା ହେଇକରି ଯାଏ, ଆମ କଥାରେ ଥାଏ, ଯିଏ ଯାହା ହାଣ୍ଡିରେ ଚାଉଳ ପକେଇଥିବ ସିଏ ତା ଘରକୁ ବୋହୂ ହେଇକି ଯିବ। ତେଣୁ ବୋହୂର ଆଜିକାଲିକା ସଂସ୍କାର ଅନୁସାରେ ଯାହା ଆମର ପରମ୍ପରା ଅନୁସାରେ ତ ମାନିବାକୁ ପଡ଼ିବ, ମାନିକିରି ସେଇ ଅନୁସାରେ ଆମକୁ ସମସ୍ତଙ୍କୁ ଚାଲିବାକୁ ପଡ଼ିବ। ଏବଂ ପରମ୍ପରାରୁ ତ ଆମେ ବାହାରକୁ ଯାଇପାରିବା ନାହିଁ। ପରମ୍ପରାରୁ ବାହାରି ଗଲେ ସମସ୍ତେ ସନ୍ଦେହ ଦୃଷ୍ଟିରେ ସମସ୍ତଙ୍କୁ ଦେଖିବେ। ତେଣୁ ଏଠି କାହାକୁ ଆକ୍ଷେପ ପ୍ରତ୍ୟାରୋପ କରିବା ଠିକ୍ ନୁହେଁ। ଯେହେତୁ ଆମେ ଗୋଟେ ହିନ୍ଦୁ ସଂସ୍କାର ଭିତରେ ଆମେ ଚାଲିଛେ, ହିନ୍ଦୁ ସଂସ୍କାର ଚାଲିଚଳନ ଭିତରେ ଚାଲିଛେ, ଆଉ ମହାପ୍ରଭୁଙ୍କର ପଞ୍ଜିକା ଅନୁସାରେ ଆମର ଦିନ ରାତି ଚାଲିଛି। ମହାପ୍ରଭୁଙ୍କର ବିନା ଅନୁମତିରେ ପୁରା ପତ୍ରଟିଏ ହଲେନି। ତେଣୁ ସେ ଚକା ଚକା ଆଖିକି ଟିକେ ଅନେଇ ଦେଲେ ସବୁ ଯାଏ ପୁରା ବୁଲି, ମନ ପୁରା ଯାଏ ବୁଲି। ତେଣୁ ତାଙ୍କ ପ୍ରତି ନିଜକୁ ସମର୍ପିତ କରିଦିଅନ୍ତୁ ନା,
ସମର୍ପିତ କରି ନିଜର ଶାଶୁ ଶ୍ୱଶୁରଙ୍କ ପାଖରେ ସେଇ ଭିତରେ ସେଇ ଚକାଚକି ଆଖିକି ଦେଖନ୍ତୁ, ଆଉ ନିଜ ବାପା ବୋଉଙ୍କ ପାଖରେ ଯେମିତି ଚକାଚକା ଆଖିକି ଦେଖୁଛନ୍ତି, ସେଇ ଶାଶୁ ଶ୍ୱଶୁରଙ୍କୁ ବି ସିଏ ବି ହେଉଛନ୍ତି ମାନେ ମହାପ୍ରଭୁଙ୍କ ସଦୃଶ୍ୟ। ନିଜ ବାପା ମା ଯେମିତି ମହାପ୍ରଭୁ ସଦୃଶ୍ୟ। ଏବେ ଅଧିକାଂଶ ମାନେ ଏଇ ବକ୍ତବ୍ୟଟା ମୁଁ ଯଦି ରଖୁଛି ପୁଣି କହିବ ଯେ ଇଏ ଆସିଗଲେ ପୁଣି ଆଉ ଗୋଟେ ପ୍ରବଚନ ଦେବା ପାଇଁ। ନାହିଁ ଆଜ୍ଞା, ପ୍ରବଚନ ନାହିଁ। ତେଣୁ ମୁଁ ଆପଣଙ୍କୁ ପ୍ରବଚନ ଦେବା ପାଇଁ କିଏ? ଆପଣମାନେ ସମସ୍ତେ ଜ୍ଞାନୀ ଗୁଣୀ। କାହାକୁ ଆମେ ସିନା ଗୋଟେ ଲର ପରିଧି ଭିତରେ ଆମେ ଅଛୁ, ଆଉ ପରିଧି ଭିତରୁ ତ ଆମେ ବାହାରକୁ ଯାଇପାରିବୁ ନାହିଁ, ଆଉ ପରିଧି ଭିତରେ ହିଁ ରହିକରି କଥା କହିପାରିବୁ।